କିନ୍ତୁ ଆମେ ଦଳଗତ ନିର୍ବିଶେଷରେ ଆମେ ସମସ୍ତେ ଏକ ହେଇକି ରାୟଗଡ଼ା ଡେଭଲପମେଣ୍ଟ ପାଇଁ କାମ କରିବା ପାଇଁ ଆଜି ଆମେ ପ୍ରତିଶ୍ରୁତି ନେଇଛୁ ଏବଂ ଆଗାମୀ ଦିନରେ ମୁଁ ରିଭ୍ୟୁ କରିବା ପାଇଁ ଚାହୁଁଛି ଯେଉଁଟାକି 5 ବର୍ଷର ତଥ୍ୟ ମୁଁ ମାଗିଛି ଡେଭଲପମେଣ୍ଟ ଏବଂ ଯେତିକି ଡିପାର୍ଟମେଣ୍ଟ ଅଛି ସବୁ ଡିପାର୍ଟମେଣ୍ଟରୁ ଆମର ମ୍ୟୁନିସିପାଲିଟିରେ ଯେତିକି ଡିପାର୍ଟମେଣ୍ଟ ଅଛି ତାଙ୍କୁ ମୁଁ 5 ବର୍ଷର ତଥ୍ୟ ମାଗିଛି। ତଥ୍ୟ ମିଳିଲା ପରେ ମୁଁ ନିଜେ ଯାଇକରି ଏରିଆଟା ଭିଜିଟ୍ କରିବି। ଏରିଆ ଭିଜିଟ୍ କରିସାରିଲା ପରେ ତାହାର କ'ଣ କାର୍ଯ୍ୟ ହେଇଛି ତାପରେ ମୁଁ ରିଭ୍ୟୁ କରିବି ଏବଂ ସେଇଟା ସତ୍ୟତା ସେତେବେଳେ ସମାନ ଜଣାପଡ଼ିବ। ସାର୍ କହିବେ ଦେଖନ୍ତୁ ଦିନ ତ ସରକାର ମନା କରୁଛେ ଡ୍ରେନେଜ୍ ସିଷ୍ଟମ୍ଟା ତାଙ୍କ ମାନେ ସୁପର ପ୍ଲାନିଂ ଗୋଟେ କରିବେ ତାପରେ ଡ୍ରେନେଜ୍ ସିଷ୍ଟମ୍ଟା ହୁଏ। ତ ଏବେ ଯେତିକି ମାଇନରିଟି କାମ ଅଛି ସେ ବିଷୟରେ ବି ଆମେ ଡିସ୍କସନ୍ କରାଯାଇଥିଲା ଏବଂ ସେ ଅନୁସାରେ ଏବେ ବର୍ଷା ଦିନରେ ସେ କାର୍ଯ୍ୟଟା ଆରମ୍ଭ ହୋଇଥିଲା।